ଶ୍ରୋତା ବନ୍ଧୁ, କଳ୍ପନା ପ୍ରବଣତା ହିଁ ପ୍ରତିଟି ସର୍ଜନାର ମୁଖ୍ୟ ଆଧାର ବିନ୍ଦୁ। କବିଟିଏ ଭାବପ୍ରବଣ ନ ହେଲେ କବିତା ଦାନା ବାନ୍ଧେନି। ଅଦିନ ମେଘ ଯେମିତି ଦାନା ବାନ୍ଧି ଗୁମ୍ ମାରି ଘୁମେଇ ଘୁମେଇ ଘଡ଼ଘଡ଼ି ସହିତ ଅସରା ଅସରା ବର୍ଷା କରେ, ନୁହେଁ? ଏବେ ଏ ବୈଶାଖର ଖରାଦିନେ ଅଦିନ ଝଡ଼ ତୋଫାନ ଚାଲିଛି। କିଛି ନଥିବ, ସବୁ ଶାନ୍ତ ଥିବ, ହଠାତ୍ ମେଘ ଘନେଇ ଆସି ଧୁମ୍ ବର୍ଷା ହେଉଛି। ଏସବୁ ଦେଖି କବିପ୍ରାଣ ମଣିଷଟେ ବିଭୋର ହେବ ହିଁ ହେବ। ତାର ଅତୀତ ପ୍ରିୟ ପରିଜନ ସ୍ମୃତି ସବୁ ମନେ ପଡ଼ିବ। ଆସନ୍ତୁ, ଆପଣମାନେ ବି ବିଭୋର ହୋଇ ଏ ଅଦିନ ବର୍ଷାରେ ଭିଜନ୍ତୁ ଏବଂ କବିତା ଲେଖନ୍ତୁ। ତେବେ ଆଜିର এই ଅଦିନ ଝଡ଼ ବର୍ଷାରେ ମୋର କବିତାଟି ଏମିତି। କବିତାର ଶୀର୍ଷକ ଅଦିନ ବର୍ଷାରେ। ଅନିର୍ଦ୍ଦିଷ୍ଟ ଭାବେ ଖୋଜୁଥାଏ ତମକୁ ଏ ସହର ଗଳିରେ, ପୁଣି ଯେବେ ଯେଉଁ ସହରକୁ ଯାଏ, ସେ ସବୁର ଫୁଟପାଥ, ବସ୍ ଷ୍ଟପେଜ, ମଲ୍ ଆଉ ପୁରୁଣା କେତେ ବୁକ୍ ଷ୍ଟଲ୍ ଆଗରେ କେବଳ ତମକୁ, କେବଳ ତମକୁ। ଖାସ୍ ସେବେ ହିଁ ଖୋଜେ ଯେବେ ଖରାଦିନ ଧୂଳିଝଡ଼ ଡାକି ଆଣେ ଖଣ୍ଡିଆ ଭୂତକୁ। କୁଆପଥର ବୁଣି ବର୍ଷା ହୁଏ ତୁହାକୁ ତୁହା। ମୁଁ ବ୍ୟସ୍ତ ହୋଇ ଏପଟ ସେପଟ ହୋଇ ଖୋଜି ଚାଲେ ଯାହା। କୁଆପଥର ବୁଣି ବର୍ଷା ହୁଏ ତୁହାକୁ ତୁହା। ମୁଁ ବ୍ୟସ୍ତ ହୋଇ ଏପଟ ସେପଟ ହୋଇ ଖୋଜି ଚାଲେ ତମକୁ ଯାହା। ପହିଲି ବର୍ଷାର ସାନ୍ନିଧ୍ୟରେ ଭିଜା ମାଟି କୋଣୁ ଅନୁକୋଣୁ ମନଜିଣା ଗନ୍ଧ ଯେବେ ଛୁଟେ, କହୁଥିଲ ନା ଏସବୁ ତମ ମନକୁ ଆଉ ପ୍ରାଣକୁ କାଳେ ଖୁବ୍ ଉଚ୍ଚାଟେ। ପହିଲି ବର୍ଷାର ସାନ୍ନିଧ୍ୟରେ ଭିଜା ମାଟି କୋଣୁ ଅନୁକୋଣୁ ମନଜିଣା ଗନ୍ଧ ଯେବେ ଛୁଟେ, କହୁଥିଲ ନା ଏସବୁ ତମ ମନକୁ ଆଉ ପ୍ରାଣକୁ କାଳେ ଖୁବ୍ ଉଚ୍ଚାଟେ। ମୁଁ ଖୋଜି ଚାଲେ ଦେଖିବାକୁ ତମ ଶିଶୁ ସମ ଓଦା ହେବା ପାଇଁ ଯେତେ ଅଝଟ ଉଚ୍ଚାଟ। ଫୁଟପାଥ ଧାରେ ଥିବା ବସ୍ ଷ୍ଟପେଜ ଯାତ୍ରୀଙ୍କୁ ଆଶ୍ରୟ ଦେଇଥିବା ସେଇ ଛୋଟିଆ ଛାତ ତଳେ କାହିଁ କୁହ ତମକୁ ମୁଁ ଖୋଜେ। କାଳେ ଅଦିନିଆ ଝଡ଼ ପରେ କୋହଲା ପାଗରେ ଓଦା ସର ହୋଇ କାଙ୍କୁଟି ସାଙ୍କୁଟି ବସିଥିବ ପିଲା ପରି ଅବା ମୂର୍ତ୍ତି ପରି। ପୁଣି ବି କାହା ଗାଡ଼ିର କାଚରୁ ଝରୁଥିବା ବର୍ଷା ପାଣିକୁ ଜାଣି ଜାଣି ହାତ ମାରି ପୋଛେ, ଆଉ ଭିତରକୁ ଝାଙ୍କେ, କାଳେ ହୁଏତ ଦେଖିବି ତୁମକୁ। କିନ୍ତୁ ତମର ପତ୍ତା ନଥାଏ, ତମେ ବି ନଥାଅ। ତମେ ନଥାଅ କୌଣସି ବି ଝର୍କାର ଫାଙ୍କେ। ସତରେ ନଥାଅ, ଏମିତିକି ଏ ସହରରେ କି ଅନ୍ୟ କେଉଁ ସହରରେ। ଜାଣେ ତମେ ବ୍ୟସ୍ତ ଥାଅ ନିହାତି କାମରେ। ଆଜିର ବର୍ଷା ହୁଏତ ଖୋଜି ଖୋଜି ଯାଇଥିବ ତମ ପାଖକୁ, ତମେ ଏଠି ଖୋଜା ପଡ଼ିଛ ବୋଲି ବାର୍ତ୍ତା ଦେବାକୁ। କି ବିଶ୍ୱାସ କୁହ ତ ଖରାଦିନିଆ ଏ ଝଡ଼ ତୋଫାନକୁ। ନବମୁକୁଳିତ କୃଷ୍ଣଚୂଡ଼ାର ସେ ଫୁଲ ମୁଣ୍ଡିରେ ତମ ମୋ ଭିତରେ କୁକୁଡ଼ା ଲଢ଼େଇ, ପୁଣି ଲୁଡୁପାଲିର ଦାନାରେ ସବୁବେଳେ ମୋର ହାରିବା, ତମ ଆଗେ କାନ ଧରି ମୁଣ୍ଡ ନୁଆଁଇବା। ଏବେ ବୋଧେ ସେମିତି କିଛି ହେବନି, ତମେ କାନ ଧରିବ ମୋ ଆଗେ, ଯିବା ପାଇଁ ବିଦାୟ ମାଗିବ। ରାସ୍ତାରେ ଦେଖିଲେ ବି ଗୋଟିଏ ଦୀର୍ଘ ଶ୍ୱାସ ଆଙ୍କି କ୍ଷିପ୍ର ଭାବେ ଆଗକୁ ବଢ଼ିବ। ଏମିତି ବୁଲୁଥିବା ପାଗଳଙ୍କୁ ତମେ ଅବା କାହିଁକି ଚିହ୍ନିବ। ଏମିତି ରାସ୍ତାଘାଟେ ଖୋଜୁଥିବା ପାଗଳଙ୍କୁ
ତମେ ଅବା କାହିଁକି ବୁଝିବ?